ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ ବହୁ ରୋମାଣ୍ଟିକ୍ ଗୀତ ଭେଟି ଦେଇଥିବା ହ୍ୟୁମାନ ସାଗର ଘରେ ଘରେ ପରିଚିତ ଥିଲେ। ହ୍ୟୁମାନଙ୍କ ଜନ୍ମ 1990 ମସିହା ଏପ୍ରିଲ 21 ତାରିଖରେ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ହୋଇଥିଲା। ସେ ରହୁଥିଲେ କଟକ CDA 9ରେ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଥିଲେ ତାଙ୍କର ଗୁରୁ। 2017 ମସିହାରେ ସେ ଶ୍ରିୟା ମିଶ୍ରଙ୍କ ବିବାହ କରିଥିଲେ। ପ୍ରଥମେ ଏକ ଘରୋଇ ଚ୍ୟାନେଲରେ ଆମରି ସୁରରେ ଭାଗ ନେଇଥିଲେ ହ୍ୟୁମାନ ସାଗର ଓ ତାପରେ ଆଉ ଏକ ଘରୋଇ ଚ୍ୟାନେଲରେ ଏକ ରିଆଲିଟି ଶୋରେ ଭାଗ ନେଇଥିଲେ। ଭଏସ୍ ଅଫ୍ ଓଡ଼ିଶାରେ ଭାଗ ନେଇଥିଲେ ହ୍ୟୁମାନ ସାଗର। ଯେତେବେଳେ ଘରୋଇ ଶୋରେ ବିଜେତା ହେଲେ ହ୍ୟୁମାନଙ୍କ ଭାଗ୍ୟ ଖୋଲିଗଲା। ପ୍ରଥମ ଫିଲ୍ମ ସମଥିଙ୍ଗ ସମଥିଙ୍ଗ ପାର୍ଟ 2ରେ ପ୍ରେମ ହେଇଯାଏରେ ଓ ଇସ୍କ ତୁ ହି ତୁରେ ଗୀତ ଗାଇବାର ସୁଯୋଗ ପାଇଥିଲେ। ନିଜର ସୁରୀଲା କଣ୍ଠରେ ଗୀତ ଗାଇ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଥିଲେ ହ୍ୟୁମାନ ସାଗର। ବହୁତ ସାରା ରୋମାଣ୍ଟିକ୍ ଗୀତ ହିଟ୍ ଦେଇ ସମସ୍ତଙ୍କର ପ୍ରିୟ ଗାୟକ ହୋଇଥିଲେ ହ୍ୟୁମାନ ସାଗର। ଫିଲ୍ମ ଓ ଆଲବମରେ ଗାଇଥିବା ସୁପର ହିଟ୍ ଗୀତ ନିଶ୍ୱାସ ତୋ ବିନା, ତୋ ପ୍ରେମରେ ଆଜି, ପାଗଳ ମୁଁ, ଗଜଲ ଗଜଲ, ଭିଜେଇ ଦେଇ ଯା ଥରେ, ହାତ ଧରି ମୋର ଚାଲି ଶିଖେଇଲ ବାପା ବାପା, ସ୍ମାର୍ଟ ସିଟି ଝିଅଟା ଆସି ପିଟି ହେଲାରେ, ଆଧାର କାର୍ଡ ଲିଙ୍କ ହଉ ଫେସବୁକରେ, ତୁ ଠକିଦେଲୁ, ଟାଇମ ଗୋଟେ ଝିଅଟେ ତୁ କରିଲୁ ପାଗଳ, ମା ତୋ ବିନା ମୁଁ ରହିପାରିବିନି, ତୁ ମେଘ ହେଇଯା ମୋତେ ସାଥେ ନେଇଯା। ଏମିତି ଶହରୁ ଶହ ସୁପରହିଟ୍ ଗୀତ ସବୁ 13 ବର୍ଷ ଧରି ଶ୍ରୋତାମାନଙ୍କୁ ଭେଟି ଦେଇଛନ୍ତି ହ୍ୟୁମାନ ସାଗର। ତ ହ୍ୟୁମାନ ସାଗର ଆଉ ଏହି ଦୁନିଆରେ ନାହାନ୍ତି। ତାଙ୍କର ଆତ୍ମାର ଶାନ୍ତି ପାଇଁ କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ।